ପ୍ରଥମତଃ ଜଗନ୍ନାଥଙ୍କ ଦର୍ଶନରେ ନମସ୍କାର କାହାଳି ବାଜୁଛି, ଆପଣ ଦେଖୁଛନ୍ତି କାହାଳି ବାଜୁଛି, ପ୍ରଣାମ ଏବଂ ପ୍ରଣାମ ଯେତେବେଳେ ପ୍ରଣାମ କରିଥାନ୍ତି ସେଠି କ'ଣ ନା ମହାପ୍ରଭୁଙ୍କ ନିକଟରେ କର୍ପୂର ବର୍ତ୍ତକ ପୁଷ୍ପାଞ୍ଜଳି ଅକ୍ଷତ ଏସବୁର ଦର୍ଶନ ଆପଣମାନେ ପାଇବେ। ଯାହାକୁ ଆପଣ ଦେଖିଲେ ସର୍ବପ୍ରଥମେ ନମସ୍କାର ମୁଦ୍ରାରେ ଠିଆ ହେଇଛନ୍ତି। ଦେବ ଦେବ ଜଗନ୍ନାଥ ପ୍ରଣତାର୍ତି ବିନାଶନ ତ୍ରାହି ମାଂ କୁଣ୍ଡରୀ କାକ୍ଷ ପତିତଂ ଭବ ସାଗରେ। ହେ ଦେବ ଦେବ ଜଗନ୍ନାଥ, ହେ ପ୍ରଣତ ଜନ୍ତୁ, ମୋତେ ରକ୍ଷା କରନ୍ତୁ, ମୋତେ ରକ୍ଷା କରନ୍ତୁ। ଏତିକି ବେଳେ ପରାବଳୁ ସେବକ କ'ଣ କରନ୍ତି ନା ହାତୁଆଣି ନେଇକି ନିଉଛାଳି ହେଇକି ତାଙ୍କ ହାତରୁ ପୁଷ୍ପାଞ୍ଜଳି ଅର୍ପଣ କରାନ୍ତି। ବର୍ତ୍ତମାନ ପୁଷ୍ପାଞ୍ଜଳି। ଜୟ ଗୋବିନ୍ଦ ଦାମୋଦର ସତ୍ୟ ବଚନ ସ୍ୱାମୀ ତୋର ଆବୋରି ଅଛୁ ନୀତି ସତ୍ୟ ଦୃଷ୍ଟିର ଆଦି ମଧ୍ୟ ଅନ୍ତ ସତ୍ୟ ତୁ ପାଳୁବ ସୁନ୍ଦରୀ ତୋର ଭିଆଣ ନର ହରି। ହରିବଲ ହରିବଲ ହରିବଲ। ଏପଟେ ବଳଭଦ୍ରଙ୍କ ଚାରମାଳ ଖବର କାନ୍ତି ବିନ୍ଦୁ ବତନಂ ବରାବତଂସ ପ୍ରିୟಂ ଶ୍ରୀବଂଶାଙ୍କମ ଉଦାର କୌସ୍ତୁଭଧରಂ ପୀତାମ୍ବରಂ ସୁନ୍ଦର। କାରଣ ଏପଟେ ଗଜପତି ମହାରାଜ ମୁଣ୍ଡିଆ ମାରିଲେଣି, ନିଉଛାଳି ହେଲେଣି, ତେଣୁ ହାତରେ ଏପଟେ ଜଳ ତାଙ୍କ ହାତରେ ଦିଆଗଲାଣି। ତେଣୁ ଯେତେବେଳେ ମହାପ୍ରଭୁଙ୍କୁ ଏହା କୁହନ୍ତି ସତ୍ୟ ପ୍ରଭୁ ଅଚ୍ୟୁତ ସତ୍ୟର ହେଉ ତୁ ହିଁ ସତ୍ୟ ସତ୍ୟ ବଚନ